କିନ୍ତୁ ଏ ବର୍ଷ ଏତେ ବଢିଆ ସୁନ୍ଦର ଫସଲ ହେଇଥିଲା। ଏବଂ ସରକାର ନୂଆ ସରକାର ଆସିଥିଲେ ଯୋଉ ପ୍ରତିଶ୍ରୁତି ଦେଇଥିଲେ ଯେ ଚାଷୀ ମାନଙ୍କୁ 3100 ଟଙ୍କା କରି ସବସିଡି ଯୋଗେଇ ଦେବେ। କୋଉଠି ନା କୋଉଠି ଏଥର ଚାଷ ବି ବଢିଥିଲା ଏବଂ ଚାଷୀ ମାନଙ୍କ ମନ ଭିତରେ ଏକ ଉତ୍କଣ୍ଠା ଥିଲା ଯେ ଭଲ ଫସଲ ବି ହେଇଥିଲା, ପ୍ରତ୍ୟେକ ଜମିରେ ଲହରୀ ଖେଳୁଥିଲା, ସୁନା ଫଳିଛି। ଏବଂ ଏଥରକ ସରକାର ମୋହନ ସରକାର 3100 ଟଙ୍କା କରିଛନ୍ତି ଏବଂ ତାଙ୍କୁ ସବସିଡି ରାଶି ମିଳିବ। ତ ଇଏ ସମସ୍ତଙ୍କ ମନ ଭିତରେ ଯୋଉ ଆଶା ଥିଲା ଏ ଦୈବ ଦୁର୍ବିପାକ ତାକୁ କୋଉଠି ନା କୋଉଠି ନଷ୍ଟ କରିଦେଇଛି। କିନ୍ତୁ ସରକାରଙ୍କ ସ୍ତରରେ ଏ ଉଦ୍ୟମ ଚାଲିଛି କି ଯଥାଶୀଘ୍ର ଲୋକମାନଙ୍କ ପାଖରେ କିଭଳି ଭାବେ ସରକାରୀ ସହାୟତା ପହଞ୍ଚିବ, ତା ସହିତ ଋଣ ଛାଡ଼ ହବ। ସୋସାଇଟି ମାନଙ୍କୁ ମଧ୍ୟ ଅବଗତ କରାଗଲାଣି। ନୂଆ ପୁରୁଣା ଅପେକ୍ଷା ଋଣ ଛାଡ଼ ଯୋଉ ଚାଷୀମାନେ କ୍ଷତିଗ୍ରସ୍ତ ହେଇଛନ୍ତି, ଆମେ ତାକୁ ଆକଳନ କରିବା ପାଇଁ ଆମକୁ ବି ଅସମ୍ଭବ କିଛି ନାହିଁ। କାହିଁକିନା ଆପଣ ଜାଣିଛନ୍ତି ଯୋଉ ଚାଷୀମାନେ ଧର ଏବେ ଆମେ କଥା ହଉଥିଲୁ ଯେ କିଛି ଚାଷୀମାନେ ଧାନ ଉଠେଇ ଦେଇଛନ୍ତି ବହୁତ ଆଗରୁ ଏ ଦୈବିକ ଦୁର୍ବିପାକ ପୂର୍ବରୁ, ସେମାନେ ବି ତ ମଣ୍ଡିରେ ଧାନ ଦେବେ, ଆମର ତାର ଯୋଉ ପଞ୍ଜୀକରଣ ଅଛି ତା ଦେହରେ ବି ପ୍ରତିଫଳନ ହବ। କିନ୍ତୁ ଚାଷୀ କି ଋଣ ଛାଡ଼ ଏବଂ ଇନ୍ସୁରାନ୍ସ ରାଶି ଏବଂ ସହାୟତା ଏ ତିନିଟା ଯାକ ମିଳିବାର ନିହାତି ଆବଶ୍ୟକ ଅଛି। ବିଜେପି ସରକାର ମୋହନ ସରକାରଙ୍କର ନିର୍ଦ୍ଦେଶ ରହିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ମାଇନା କରୁଛନ୍ତି, ବାରମ୍ବାର ଜିଲ୍ଲାପାଳ ମାନଙ୍କ ସାଙ୍ଗରେ ଭିସି ମାଧ୍ୟମରେ ଯୋଗାଯୋଗ କରୁଛନ୍ତି। କୋଉ କୋଉ ଏରିଆ କେତେ ଆକଳନ ହେଲା, କେତେ ଜମି ମାନଙ୍କର ଚାଷୀ ମାନଙ୍କର ରିପୋର୍ଟ ଆସିଲା, ତାକୁ ପଞ୍ଜୀକରଣ କରାହେଲା କି ନାହିଁ। ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ବି ପ୍ରାୟ ଯୋଉମାନେ ପଞ୍ଜୀକରଣ 10,000 ରୁ ଉର୍ଦ୍ଧ୍ୱ ଚାଷୀ ଯୋଉମାନେ ପଞ୍ଜୀକରଣ ହେଇଛନ୍ତି ତାଙ୍କ ପାଇଁ ଅଲରେଡି କେନ୍ଦ୍ରରୁ ମଧ୍ୟ ଟିମ୍ ଆସି ସାରିଲେଣି, ସେମାନଙ୍କର ମଧ୍ୟ ଇନକ୍ୱାରି ଚାଲିଛି। ବହୁତ ଶୀଘ୍ର ଚାଷୀମାନଙ୍କୁ କଣ କହିବେ ଆଶ୍ୱାସନା ଦବା ପାଇଁ ପ୍ରକୃତରେ ଏଥରକ ଚାଷୀ ମାନଙ୍କ ପାଇଁ ବାର୍ତ୍ତା ନାହିଁ ମୁହଁରେ। ଯୋଉ ଭଳି ଭାବେ ଚାଷୀ କଷ୍ଟରେ ଅଛି ତାକୁ ଆଶ୍ୱାସନା ଦେଲା ଭଳିଆ ବାର୍ତ୍ତା ନାହିଁ। କେବଳ ଗୋଟିଏ ଉଦ୍ୟମ କରିବାର ଅଛି, କେମିତି ଚାଷୀ କୂଳ ବଞ୍ଚିବ ଏବଂ ତାଙ୍କ ପାଖରେ ସରକାରଙ୍କର ସହାୟତା ରାଶି ଶୀଘ୍ର ପହଞ୍ଚିବ। ଏଇଟା ହଉଛି ସବୁଠୁ ବଡ କାର୍ଯ୍ୟ ଆମର।